ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆଜି ମୁଁ ଆମ ପୁଅର ମୋର ମିଶିକି ବାହାରିଲୁ ବାସୁଦେବ ମନ୍ଦିର ପାଖକୁ, କାରଣ ବାସୁଦେବ ମନ୍ଦିର କତିରେ ଏବେ ମେଢ଼ ପୂଜା ଚାଲିଛି। କାରଣ ଏଇ ଟାଇମ୍ରେ ଆମର ମେଢ଼ ଆସେ ବାସୁଦେବ ମନ୍ଦିର କତିକି, ବହୁତ ସାରା ମେଢ଼ ଆସେ, 50ଟା ପାଖାପାଖି ମେଢ଼ ଆସେ। ଆମେ ତ ଆଜି ପହଞ୍ଚିଗଲୁ, ଦେଖିଲାକୁ ବହୁତ କମ୍ ମେଢ଼ ହେଇଛି, କାରଣ ଟାଇମ୍ ହେଇନି ମେଢ଼ ଆସିବା ପାଇଁ। ଆମ ପୁଅର ମନ ଜମା ଏଠି ଲାଗୁନି, କାରଣ ଆମର ଏଠି ଡିଜେ କଣ୍ଟେଷ୍ଟ ଚାଲେ, ତା ମନ ଖାଲି ସେଇଠି, ସିଏ ଖାଲି ତରତର ଲୋକ ଦେଇ ଚାଲ ଯିବା ପଡ଼ିଆ ଭିତରକୁ। ଏଠି ମୁଁ ଠିଆ ହେଇକି ତାର ଗୋଟେ ପରେ ଗୋଟେ ମେଢ଼ ଦେଖୁ, ସିଏ ତାର ମୋତେ ଘୋଷାଡୁଛି ଯେ ଚାଲ। ତାପରେ ଆମେ ପଡ଼ିଆ ଭିତରକୁ ଆସିଲୁ, ଏଠି ଆଉ ଗୋଟେ ମେଢ଼ ଆସୁଛି। ଏଇ ମେଢ଼ ଦେଖିବି ଠିଆ ହେଇକି ଦେଖୁ ଦେଖୁ, ଏଇ ଯୋଉ ଡିଜେ ବାଜିଲା ତାଙ୍କ ଭିତରେ ଦି ଗୋଷ୍ଠୀ ଭିତରେ ବହୁତ ଜୋରରେ ଝଗଡ଼ା ହେଇଗଲା, ମାନେ ଏତେ ଜୋରରେ ଝଗଡ଼ା ହେଲା କି କହିହବନି। ଆମ ପୁଅ ତାର ଦେଖିକି କାବା ହେଇଗଲା। ମୁଁ ଏଠି ମୋ ଭାଉଜଙ୍କୁ ଖୋଜୁଛି କୁଆଡ଼େ ଗଲେ। ମୋ ଭାଉଜ ମୋତେ ଫୋନ୍ କରିଥିଲେ କି ପଡ଼ିଆରେ ଅଛନ୍ତି, ଯୋଉଠି ମରାମରି ଲାଗୁଛନ୍ତି। ଏଇ ଦେଖନ୍ତୁ ଏଇ ଦିଟା ଦିଦି ଏତେ ଜୋରେ ମରାମରି ଲାଗୁଛନ୍ତି, ତାଙ୍କ ଭିତରେ ଗୋଟେ ଗୋଷ୍ଠୀ ପୁରା ମୁଣ୍ଡ ଫାଟିକି, ମାନେ ଗୋଟେ ଲୋକର ମାନେ ହୋସ୍ ଚେତ୍ ନାହିଁ। ଏଠି ମୋ ଭାଉଜ ମିଳିଗଲେ। ମୋ ଭାଉଜଙ୍କୁ କହୁଛି କି ଏଠି କାହିଁକି ନାଗିଛନ୍ତି, କଣ ପାଇଁ ନାଗିଛନ୍ତି, ଡିଜେ କଣ ଭାଙ୍ଗିଦେଲେ ଆଉ କଣ ପଳେଇଲେନି। ଭାଉଜ କହୁଛନ୍ତି ଠିଆ ହୁଅ, ପୁଣି ବଜେଇବେ, ମରାମରି କାହିଁକି ନାହିଁ, ଏମିତି ସବୁ ଜାଗାରେ ହୁଏ। ଆମେ ଏଠି 15-20 ମିନିଟ୍ ପାଖାପାଖି ଠିଆ ହେଲୁ, ଦେଖିଲା ବେଳକୁ ତାଙ୍କ ଡିଜେ ତାର ନେଇକି ପଳେଇଲେ। ମୋ ଭାଉଜ କହୁଛନ୍ତି ଏତେ ତମେ ଜାଣିନ ସେଠି କେତେ ଜୋର ନାଗିଛନ୍ତି, ଲାଗୁଛି ଆଉ ଡିଜେ ବଜେଇବେ କି ନାହିଁ। ଏଠି ଯୋଉ ଯୋଉ ଗୋଷ୍ଠୀଟା ମାଡ଼ ଖାଇଥିଲା ତ ସେଇ ଗୋଷ୍ଠୀ ଠାକୁର ମଧ୍ୟ ନେଇକି ପଳେଇଲେ। ଏଠି ଦେଖନ୍ତୁ ଠାକୁରକୁ ନେଇକି ପଳଉଛନ୍ତି, ଜମା ଶୁଣୁନାହାନ୍ତି। ଏଠି କମିଟି ଲୋକ ଯାଇକି ସବୁ ବୁଝାବୁଝି କରୁଛନ୍ତି କି ଯାହା ହେଇଯାଇଛି ଠାକୁରଟା ଆଣିକି ବସାଅ। ସେ ଠାକୁରଟାକୁ ବି ବସେଇଲେନି, ସେ ତାଙ୍କ ଠାକୁରଟାକୁ ନେଇଗଲେ। ମୋ ମନ ଦୁଃଖ, କାରଣ ମୁଁ ଏଇ ଡିଜେ କେବେ ଦେଖିନି, ମାନେ ଏଇଠି ବାଜିବାର। ମୁଁ ଯେତେବେଳେ ଆସେ ଡିଜେ ମାନେ କଣ୍ଟେଷ୍ଟ ସରିଯାଏ। ମୋ ପୁଅର ଭାରି ମନ ଦୁଃଖ, କାରଣ ପୁଅଟାକୁ ହିଁ ଡିଜେ ବହୁତ ପସନ୍ଦ। ମୁଁ ତାକୁ ଗୋଟେ କୋଲ୍ଡ ଡ୍ରିଙ୍କ୍ସ କିଣିଦେଲି, ସେ ତାର ପିଉନି। ତା ମନ ଏତେ ଦୁଃଖ ହେଇଯାଇଛି, ସିଏ କହୁଛି କି ଆଉ ବାଜିବ ନା, ଆଉ ବାଜିବ ନା ଡିଜେ। ମୁଁ କହୁଛି ମୁଁ ଜାଣିନି ଆଉ ବାଜିବ କି ନାହିଁ। ସେଠୁ ମୁଁ ତାକୁ ନେଇ ପଳେଇଲି ଆମ ବାସୁଦେବ ମନ୍ଦିର କତିକି, ଯୋଉଠି ଆମର ପୂଜା ଚାଲିଛି। ଏବେ ବାସୁଦେବ ମନ୍ଦିରର ଫାଷ୍ଟ ଗେଟ୍ଟା ଖୋଲା ହେଇଛି। ଆଗରୁ ଏଇ ଦୁଆରଟା ଜମା ଖୋଲା ଯାଏ ନା, ସବୁବେଳେ ପାଇଁ ବନ୍ଦ ରୁହେ। କେତେବେଳେ କେମିତି ଖୋଲାଯାଏ, ଆଉ ବାସୁଦେବ ପୂଜା ଟାଇମ୍ରେ ଏଇ ଦୁଆରଟା ହିଁ ଖୋଲାଯାଏ। ଏଠି କଣ ଏବେ ପୂଜା ଚାଲିଛି ମୁଁ ଜାଣିନି। ଏଠି ହରିବୋଲ ହରିବୋଲ ପଡୁଛି। ଆମେ ସେଠି ଭିତରୁ ନ ଯାଇକି ମୁଁ ମେଢ଼ କତିକି ପଳେଇନି, କାରଣ ମୁଁ ଫାଷ୍ଟ ଯୋଉ ଆଇଥିଲା ମୋ ପୁଅ ଜମା ରଖେଇଦେଲାନି ଏଠି ମେଢ଼, କୌଣସି ମେଢ଼ ଦେଖା ଦେଲାନି, କୋଉଠୁ ଆଇଛି କଣ କରିଛି। ସେଠି ମୁଁ ଗୋଟେ ପରେ ଗୋଟେ ମେଢ଼ ଦେଖିଲି। ଆମେ ଯାଇଥିଲୁ ତ 2 ଜଣ ଭାଇ ଭଉଣୀ 2 ଜଣ ଯାଇଥିଲୁ, କିନ୍ତୁ ଆସିଲାକୁ ମୋ ଝିଆରୀ ପୁତୁରା 2 ଜଣ ମୋ ସହିତ ଆଇଲେ, କାରଣ ମୋ ଭାଉଜ ତାଙ୍କୁ ନେଇଯାଇଛନ୍ତି। ସେ ଆଉ ସିଏ ଯିଏ ନେଇକି ଯାଇଥିଲା ସେ ତାଙ୍କୁ ଛାଡ଼ି ଦେଇ ପଳେଇ ଯାଇଛି। ମୁଁ ଏଠି ସମସ୍ତଙ୍କୁ ଖୋଜୁଛି। ମୋ ଭାଉଜ କହିଲେ ପୁଅ ଝିଅକୁ ନେଇଯିବ ହାତରେ। ମୁଁ କହିଲି ହଉ ଚାଲ। ଏଠି ଆସି ମୋ ଘରେ ପହଞ୍ଚିଗଲି। ମୋ ବୋଉ କହୁଛି କି ବୋଉ ଆଉ ତୁ ଜାଣିନୁ କି ସେ ଡିଜେ ବାଜିବ କଣ, ସେ ଯୋଉ ମରାମରି ଲାଗି ଯାଇଥିଲା, ତୁ ଯାଇଥିଲୁ ତୁ ଚିଡ଼ି ଯାଇଥାନ୍ତୁ। ମାନେ ଡିଜେ ଜଷ୍ଟ ବାଜିବା ଷ୍ଟାର୍ଟ ହେଇଛି, ତାଙ୍କ ଭିତରେ ଦି ଗୋଷ୍ଠୀ ଭିତରେ ଏତେ ଜୋରେ ମରାମରି ଲାଗିଲେ, ସବୁ ଛାନିଆ ଲୋକ। ତା ଭିତରେ ଜଣଙ୍କର ମୁଣ୍ଡ ମଧ୍ୟ ଏତେ ଜୋରେ ଫାଟି, ତାକୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଗଲେ। ତ ଏଇଆ କହିକି ମୋ ବୋଉର